ସ୍ୱାମୀଙ୍କ ଏ ଗୁଣ ପାଇଁ ରାଗନ୍ତି ସ୍ତ୍ରୀ, ଦାମ୍ପତ୍ୟରେ ଆସିଥାଏ ସମସ୍ୟା। ଆସନ୍ତୁ ଜାଣିବା ଏହି ଭିଡିଓରେ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ନିଆରା, ଜଣେ ଅନ୍ୟ ଜଣକ ବିନା ଅସମ୍ପୂର୍ଣ୍ଣ। ଏମାନଙ୍କ ପ୍ରେମ ଶାଶ୍ୱତ, ସୁନ୍ଦର ଓ ଚିରସ୍ଥାୟୀ। ଏମାନଙ୍କ ସମ୍ପର୍କ ଏମିତି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ କମ୍ ପଡ଼ିଥାଏ। ଜଣେ ଅନ୍ୟ ଜଣକ ବିନା ରହିପାରେ ନାହିଁ। ଅନ୍ୟପକ୍ଷରେ ଯେତେବେଳେ ଉଭୟଙ୍କ ବୁଝାମଣା ଠିକ୍ ଥାଏ, ସେତେବେଳେ ସମ୍ପର୍କ ଆହୁରି ମଜବୁତ ହୁଏ। ଜୀବନରେ ଅନେକ ଆନନ୍ଦ ମିଳେ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ପରସ୍ପର ମଧ୍ୟରେ ଝଗଡ଼ା ଓ ଭଲ ପାଇବା ଲୁଚି ରହିଥାଏ। ସମ୍ପର୍କ ଭିତରେ ହସଖୁସି, ଥଟ୍ଟା ମଜା ସବୁକିଛି ଭରି ରହିଥାଏ। କିନ୍ତୁ ବେଳେବେଳେ ଆପଣଙ୍କର କିଛି ଏପରି କାମ ପତ୍ନୀଙ୍କ କ୍ରୋଧକୁ ବଢ଼ାଇ ଦେଇଥାଏ, ଯାହା ବେଳେବେଳେ ଉଗ୍ର ରୂପ ନିଏ, ଆଉ ଦାମ୍ପତ୍ୟରେ ସୃଷ୍ଟି ହୁଏ ଝଡ଼। ଯଦି ଆପଣ ନିଜ ପତ୍ନୀଙ୍କ କ୍ରୋଧରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଏହି କେତୋଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବା ଉଚିତ। ଏମିତିରେ ପୁରୁଷମାନଙ୍କୁ ନିଜ ପତ୍ନୀମାନଙ୍କୁ ଚିଡ଼ାଇବାର ଅଭ୍ୟାସ ରହିଥାଏ। ଏମିତି କଲେ ପତ୍ନୀଙ୍କ ସମ୍ପର୍କ ମଜବୁତ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ବେଳେବେଳେ ସ୍ୱାମୀମାନଙ୍କ ମୁହଁରୁ ଏପରି କିଛି କଥା ବାହାରିଯାଏ, ଯାହାର ପରିଣାମ ଭୟଙ୍କର ହୋଇଥାଏ। ତାକୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼େ। ଆସନ୍ତୁ ଜାଣିବା କେଉଁ କଥାକୁ କହିବା ପୂର୍ବରୁ ପତିମାନେ ନିଶ୍ଚିତ ଭାବି ନେବା ଜରୁରୀ। 1. ନିଜ ମା ସହିତ ତୁଳନା କରିବା। ଯଦି ସ୍ୱାମୀ ନିଜ ପତ୍ନୀକୁ ନିଜ ମାଙ୍କ ସହିତ ତୁଳନା କରନ୍ତି, ତେବେ ପତ୍ନୀ ଖୁବ୍ ରାଗି ଯାଆନ୍ତି। ମାଙ୍କ ରୋଷେଇ, ଘର କାମ ଅବା ତୁମ ଯତ୍ନ ଯଦି ଆପଣ ପ୍ରତିଦିନ ନିଜ ପତ୍ନୀଙ୍କ ସହ ତୁଳନା କରନ୍ତି, ତେବେ ଆପଣଙ୍କୁ ହଇରାଣ ହେବାକୁ ପଡ଼ିପାରେ। ନମ୍ବର 2. ଅନ୍ୟ ମହିଳା ସହିତ ତୁଳନା କରିବା। ପ୍ରତ୍ୟେକ ମହିଳା ଅନ୍ୟ କୌଣସି ମହିଳାଙ୍କ ପ୍ରଶଂସା ବରଦାସ୍ତ କରିପାରନ୍ତି ନାହିଁ, ଯାହା ଏକ ପ୍ରାକୃତିକ ପ୍ରକ୍ରିୟା। ଯଦି ଆପଣ ନିଜ ପତ୍ନୀଙ୍କ ସାମ୍ନାରେ ଅନ୍ୟ ବନ୍ଧୁ ବା ସମ୍ପର୍କୀୟଙ୍କ ପତ୍ନୀ ପ୍ରଶଂସା କିମ୍ବା ଚର୍ଚ୍ଚା କରନ୍ତି, ତେବେ ସେ ରାଗି ଯାଇଥାନ୍ତି। ପଏଣ୍ଟ ନମ୍ବର 3. ନିଜ ଦୋଷ ନ ମାନିବା। ପୁରୁଷମାନେ ନିଜର ଦୋଷକୁ କେବେ ବି ପତ୍ନୀଙ୍କ ସାମ୍ନାରେ ମାନି ନଥାନ୍ତି, ଯାହାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଥାଏ। ତେଣୁ ସବୁବେଳେ ଯୁକ୍ତିରୁ ବଞ୍ଚିବା ପାଇଁ ନିଜ ଦୋଷ ସ୍ୱୀକାର କରିନିଅନ୍ତୁ, ଅନ୍ୟଥା ଝଗଡ଼ା ବଢ଼ିବାକୁ ଲାଗେ। ପଏଣ୍ଟ ନମ୍ବର 4. ପତ୍ନୀକୁ ହେୟଜ୍ଞାନ କରନ୍ତୁ ନାହିଁ। ପ୍ରତ୍ୟେକ ପତ୍ନୀ ଚାହାନ୍ତି ତାଙ୍କ ସ୍ୱାମୀ ତାକୁ ସବୁବେଳେ ଖୁସିରେ ରଖିବା ସହିତ ସବୁବେଳେ ଟାଇମ୍ ଦିଅନ୍ତୁ, ସମୟ ସମୟରେ ଫୋନ କରି କଥା ପଚାରନ୍ତୁ। କିନ୍ତୁ ଯଦି ଆପଣ ଏହାକୁ ହେୟଜ୍ଞାନ କରନ୍ତି, ତେବେ ହଇରାଣ ହୋଇପାରନ୍ତି। ପଏଣ୍ଟ ନମ୍ବର 5. ପତ୍ନୀଙ୍କ ପରିବାରକୁ ଦେଖେଇ କହିବା। ଅନେକ ସମୟରେ ପତ୍ନୀଙ୍କ ପରିବାରକୁ ଦେଖେଇ ଥଟ୍ଟା କରି କହିବାକୁ ଅନେକ ପତ୍ନୀ ସହିପାରନ୍ତି ନାହିଁ। ସେମାନେ ଚାହାନ୍ତି ତାଙ୍କ ପରିବାରକୁ ସମ୍ମାନ ଦେଇ କଥା କହିବାକୁ। ପଏଣ୍ଟ ନମ୍ବର 6. ପତ୍ନୀଙ୍କ ପସନ୍ଦ ନଥିବା କାମ କରିବା। ଅନେକ ସମୟରେ ସ୍ୱାମୀଙ୍କ ଅନେକ ବଦାଭ୍ୟାସ ପତ୍ନୀକୁ ରଗାଇଥାଏ, ଯେପରିକି ନିଶା ଦ୍ରବ୍ୟ ଅବା କୌଣସି କୁ ଅଭ୍ୟାସରେ ପଡ଼ି କଥା ଲୁଚାଇଲେ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଦର୍ଶକ ବନ୍ଧୁ, ଏସବୁ ଏଡ଼ାଇବାକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବିଚାର ଆଉ ବୁଝାମଣା ଆବଶ୍ୟକ। ଜଣେ ଅନ୍ୟ ଜଣକୁ ଭଲ ଭାବେ ବୁଝିଲେ ଏସବୁ ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ।